ଜୀବନରେ କର୍ମ କରିଯାଅ, ଫଳର ଚିନ୍ତା କର ନାହିଁ। ଯେତେବେଳେ ସମୟ ଆସିବ ସଫଳତା ଆପେ ଆପେ ଆସିବ। ଧର୍ମର ପଥ ସବୁବେଳେ କଷ୍ଟକର ହୁଏ, କିନ୍ତୁ ଶେଷରେ ଜୟ ସତ୍ୟର ହିଁ ହୁଏ। ମନକୁ ଶାନ୍ତ ରଖ, ଭୟକୁ ଦୂରେଇ ରଖ, ତାହେଲେ ଜୀବନର ପଥ ସହଜ ହେବ। ଯେ ନିଜ କର୍ତ୍ତବ୍ୟକୁ ଭଲ ପାଏ ସେଇ ମଣିଷ ସତରେ ମହାନ ହୋଇଥାଏ। ସମୟ ମଣିଷକୁ ପରୀକ୍ଷା କରେ, ଧୈର୍ଯ୍ୟ ରଖିଲେ ଜୟ ନିଶ୍ଚିତ ହେବ। ଯେଉଁଠାରେ ଭକ୍ତି ଅଛି ସେଠାରେ ମୁଁ ସଦାବେଳେ ଥାଏ। ଅହଙ୍କାର ମଣିଷକୁ ନଷ୍ଟ କରେ ଏବଂ ନମ୍ରତା ମଣିଷକୁ ମହାନ କରେ। ସତ୍ୟ ଓ ଧୈର୍ଯ୍ୟକୁ କେବେ ବି ଛାଡ଼ିବ ନାହିଁ, ତେବେ ଜୀବନରେ ଜୟ ନିଶ୍ଚିତ ମିଳିବ। ମଣିଷର ସବୁଠୁ ବଡ଼ ଶକ୍ତି ତାହାର ମନ ହୋଇଥାଏ। ମନ ଶକ୍ତିଶାଳୀ ହେଲେ ସବୁ ସମ୍ଭବ ହୋଇଥାଏ। ଭୟକୁ ଛାଡ଼ି ଯଦି ଆଗକୁ ବଢ଼ିବ ତେବେ ଜୀବନ ନୂଆ ପଥ ଦେଖାଇବ। ଯେଉଁମାନେ ଧର୍ମକୁ ରକ୍ଷା କରନ୍ତି ଭଗବାନ ସେମାନଙ୍କୁ ସଦାବେଳେ ରକ୍ଷା କରନ୍ତି। କଷ୍ଟ ଆସିଲେ ଭାଙ୍ଗି ପଡ଼ିବ ନାହିଁ, ସେଇ କଷ୍ଟ ହିଁ ତୁମକୁ ଶକ୍ତିଶାଳୀ କରିବ। ଅନ୍ୟକୁ ସହାୟତା କର, ସେଇଥିରେ ହିଁ ସତ୍ୟ ସୁଖ ମିଳିଥାଏ। ଜୀବନ ଏକ ଯୁଦ୍ଧ, ଧୈର୍ଯ୍ୟ ଏବଂ ବୁଦ୍ଧି ହେଉଛି ତୁମର ଅସ୍ତ୍ର। ସତ୍ୟ କହିବାକୁ ଭୟ କରନି, ସତ୍ୟ ସବୁବେଳେ ଜୟ ହୁଏ। ସଫଳତା ପାଇଁ ଧୈର୍ଯ୍ୟ ଆବଶ୍ୟକ, ଅଧୈର୍ଯ୍ୟ ମଣିଷକୁ ଭୁଲ ପଥରେ ନେଇଥାଏ। ଜୀବନରେ ଭଲ କର୍ମ କର, ସେଇ କର୍ମ ହିଁ ତୁମକୁ ମହାନ କରିବ। ମନକୁ ନିୟନ୍ତ୍ରଣ କରିପାରିଲେ ଜୀବନରେ ସବୁ କିଛି ଜିତିପାରିବ। ପ୍ରେମ ଓ ଭକ୍ତି ହେଉଛି ସତ୍ୟର ପଥ। ଏହା ମଣିଷକୁ ଭଗବାନଙ୍କ ପାଖକୁ ନେଇଥାଏ। ଜୀବନରେ ଯାହା କିଛି ବି ଘଟିଥାଏ ସବୁ ଭଗବାନଙ୍କ ଇଚ୍ଛାରେ ହୋଇଥାଏ।